ଆଲୋ ଶୁଣି ପାରୁଛ ନା ନାଇଁ ଲୋ? ଆରେ ଆଲୋ ଶୁଆ ଯାଇଛି ନା ନା ମ? ବଧିର ହେଇଗଣି ବୋଧେ। ଆରେ ଆଲୋ ଶୁଣି ପାରୁଛ ନା ନାଇଁ ଲୋ? ଓହୋ ଚିତ୍କାର କରି ଡାକିଲେ ମଧ୍ୟ ନାହିଁ, ଗେହ୍ଲେଇକି ଡାକିଲେ ମଧ୍ୟ ନାହିଁ। ତାକୁ ତ ସତରେ ଶୁଭା ଯାଉନି ନା କଣ? ଆଲୋ ହୋ ଶୁଣି ପାରୁଛ ନା ନାଇଁ ଲୋ? ତମେ କିଏ? କହିଲା ତମେ କିଏ? ଆଲୋ ତମେ ମତେ ପଚାରୁଛ ମୁଁ କିଏ ବୋଲି? ହଁ ତମକୁ ପଚାରୁଛି। ନାଇଁ ତମେ ମତେ ପଚାରୁଛ ମୁଁ କିଏ? ହଁ ତମେ କିଏ? ମଣିଷ। ମଣିଷ ବୋଲି କିନ୍ତୁ ଜାଣିଛି। ଆଉ ହେଲେ ହଁ ତମେ ମୋ ସହିତ ଜାଣି ଜାଣି ଶୁଣି ଶୁଣି ଧୋକା ଦେଇଛ। ଜାଣି ଜାଣି ଶୁଣି ଶୁଣି ଧକ୍କା ଦେଇଛି। ହଁ ନାଇଁ ଲୋ, ଆଉ ଏ ଯୋଉ ଧକ୍କାଟା ହେଲା ନା, ହଁ ହଁ ଧକ୍କା ହେବା କଥା ମଧ୍ୟ ସତ, କିନ୍ତୁ ହଁ ଏ ଯୋଉ ଧକ୍କାଟା ହେଲା ନା ହଁ ସେଇଟା ଅଜାଣତେ ହେଇଗଲା। ଅଜାଣତେ? ଅଜାଣତେ। ହଁ ଜାଣିଛି ଜାଣିଛି। କଣ ଜାଣିଛ? ଆଜିକାଲିକା ପୁଅମାନଙ୍କର ଚରିତ୍ର ମୁଁ ଜାଣିଛି। ଆଚ୍ଛା ହଁ କହିଲା ଦେଖି। ସୁନ୍ଦରୀ ଝିଅ ଦେଖିଲେ ହଁ ତା କୋମଳ ଦେହର ସ୍ପର୍ଶ ପାଇବା ପାଇଁ ଆଚ୍ଛା। କେତେ ଯେ ବାହାନା କରନ୍ତି। ଆରେ ତମେ ଆମ ପୁରୁଷ ଜାତିକୁ ଅପମାନ କରିଛ, ହଁ ଆମ ପୁଅ ପିଲାମାନଙ୍କୁ ନିନ୍ଦା କରିଛ। ହଁ ଆରେ ସମଗ୍ର ପୁରୁଷ ଜାତି ମାନଙ୍କ ମଧ୍ୟରେ ସମସ୍ତେ ସେମିତି ନୁହନ୍ତି, ବୁଝିପାରୁଛ ନା? ହଁ ଜଣେ ଜଣେ ଥାନ୍ତି, ଜଣେ ଜଣେ ଥାନ୍ତି ଅଭଦ୍ରାମୀ କରନ୍ତି। ତାହା ବୋଲି ତମେ ସାରା ପୁରୁଷ ଜାତିକୁ, ସାରା ପୁଅ ପିଲାମାନଙ୍କୁ ଅପମାନ କରିବ? ନାଇଁ 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 ଆଉ କେବଳ ତମେ ଜଣେ। ମୁଁ ଅଭଦ୍ର? ନାଇଁ ମୁଁ ଅଭଦ୍ର ଭଳିଆ ଦେଖାଯାଉଛି? ହଁ ଆରେ ଏଇ କଳିଙ୍ଗ ରାଜ୍ୟର ମହାମନ୍ତ୍ରୀ ସତ୍ୟବ୍ରତଙ୍କ ପୁତ୍ର ଇଏ ଚନ୍ଦନ ଏଇ ନାରୀ ସମାଜ ପ୍ରତି ତଥା ଏଇ ମା ମାଉସୀ ଭଉଣୀ ମାନଙ୍କ ପ୍ରତି ସମ୍ମାନ ଦେବା ଶିଖିଛି, ଆଉ ଜାଣିଛି ମଧ୍ୟ, ବୁଝିପାରୁଛ ତ? ସତରେ ତମେ ମନ୍ତ୍ରୀ ପୁଅ ଚନ୍ଦନ? ଆଧାର କାର୍ଡ ଦେଖେଇବି। ସତ କହୁଛ? ସତରେ ତମେ ମନ୍ତ୍ରୀ ପୁଅ ଚନ୍ଦନ? ଆଲୋ ହଁ ମୁଁ ମନ୍ତ୍ରୀ ପୁଅ ଚନ୍ଦନ। ତାମାନେ କଣ ହେଇଗଲା ସେଠୁ? ତାମାନେ ତାମାନେ କଣ? ତମେ ହଁ ମୁଁ କଣ? ମୋର ହ୍ୟାଲୋ ଦେଖା ହେବାର କିଛି ସମୟ ହେଇନି, ମୁଁ ତମର କେତେବେଳେ ହେଲିଲୁ? ଏ ହଁ ସତରେ ତମେ ନା? ଆଚ୍ଛା ମୋର ଆରେ କାହିଁକି ତମେ ତମର ମୋର ତମର ମୋର ତମର ମୋର ହଉଛ? କାହିଁକି ବୁଲେଇ ବାଙ୍କେଇ କହୁଛ? ଯୋଉ କଥା କହିବାର ଅଛି ସିଧା ସିଧା କହୁନ, କଣ କହିବ? ସତରେ? ହଁ ତାହେଲେ ମନ ଧ୍ୟାନ ଦେଇକି ଶୁଣି ଯାଅ। କୁହ। ପିଲାଦିନ ସାଥୀ ତୁମେ ମୋର। ମୁଁ ହଁ ତମର ହୁଁ, ପିଲାଦିନର ସାଥୀ? ହଁ ନାଇଁ ତ। ଭୁଲିଗଲ କି ତୁମେ କଥା ଛୁଆ ଦିନର? ଭୁଲିଗଲ କି ତୁମେ କଥା ଛୁଆ ଦିନର? ଖେଳୁଥିଲୁ ସାଥିରେ ଦୂରି ଖେଳ, ଖେଳୁଥିଲୁ ସାଥିରେ ଦୂରି ଖେଳ। ମୁଁ ଭୁଲିନି ସେ ସ୍ମୃତି କେଡ଼େ ମଧୁର, ମୁଁ ଭୁଲିନି ସେ ସ୍ମୃତି କେଡ଼େ ମଧୁର। ସତରେ କିଛି ମନେ ପଡୁନି।
ଏଥର ତ ମନେ ପଡୁନି। ଆଲୋ କିଛି ମନେ ପଡୁନି ମୋର। ଏଥର ନିଶ୍ଚୟ ମନେ ପଡିଯିବ। କହିଲ ଦେଖି। ହଁ ପାଇଛି ସାଥୀକୁ ଆଜି ମୋର ମନେ କି ନାହିଁ ସେ କଥା ତୁମର। ମିଠି ମିଠି କାଟେ ବାହାଘର ମୁଁ କଣିଆ ଥିଲି ତୁମେ ଥିଲ ମୋ ବର। ମୋରା ଜନ୍ମଦିନ ପୁଣି ମୋର ନାମ ପାରି ଲକି ଜାଣି ପୁରା ସତନ ନା ଯେ ମଧୁର ପୁରିନି ସେ ସ୍ମୃତି କେଡ଼େ ମଧୁର ପୁରିନି ସେ ସ୍ମୃତି କେଡ଼େ ମଧୁର। ଏଥର ତମର ମନେ ପଡି ଯାଇଥିବ ନା? ହଁ ମନେ ପଡିଗଲା ଯେ। ହଁ କିଛି କିଛି ମନେ ପଡୁଛି ଆଉ କିଛି କିଛି ମନେ ପଡୁନି। କିଛି କିଛି ମନେ ପଡୁଛି କିଛି କିଛି ମନେ ପଡୁନି। ହଁ କହିବି? କହିଲା ଦେଖି। ଧୂଳି ଖେଳ ଧୂଳି ଖେଳ ବାଲିଘର ବାଲିଘର ମିଛି ମିଛିକା ବାହାଘର ମିଛି ମିଛିକା ବାହାଘର ତମ କଣ୍ଢେଇ ରାଜାକୁ ମୁଁ କଣ୍ଢେଇ ରାଣୀ। ହଁ ଆଉ ଜାଣିଛ କଣ କୁହ? ଆମ ଦି ଜଣଙ୍କ ମଧ୍ୟରେ ନା କଣଟା ହେଇଥିଲା ଲୋ? ବାହା ମଧ୍ୟ ହେଇଛି। ହଁ ତମେ ହେଇଥିଲ ହଁ ମୋ ସ୍ୱାମୀ। ହଁ ମୁଁ ତମ ସ୍ତ୍ରୀ। କଣଟା? ତମେ ମୋ ସ୍ୱାମୀ ମୁଁ ତମ ସ୍ତ୍ରୀ। ଓହୋ ଆମ ଦି ଜଣଙ୍କ ମଧ୍ୟରେ ବାହା ହେଇଥିଲା। ହଁ ମୁଁ ତୁମ ସ୍ୱାମୀ ଆଉ ତମେ ମୋ ସ୍ତ୍ରୀ ଆଉ ମୋର 3-4ଟା ପିଲା ଛୁଆ। ନାଇଁ ଆଉ ସେଇଟା ହଉଛି ପିଲାଦିନର କଥା। ପିଲାଦିନର କଥା? ହଁ ଆଚ୍ଛା। ଜାଣିଛ ହଁ ସେ ପିଲାଦିନର ବାହାଘରଟାକୁ ମୁଁ ସତ ଭାବି ଆଚ୍ଛା ମୁଁ ତମେ ତମକୁ କଣ ଖାଇବ? ଶୁଣ ତ ଆଲୋ କୁହ ତ। ସେ ପିଲାଦିନରୁ ହଁ ତମକୁ ଆଚ୍ଛା ଭଲ ପାଇ ଆସୁଛି। କ୍ଷମା କରିବି ରାଜକୁମାରୀ ପୂଜା। ମୋ ତରଫରୁ ଯଦି କୌଣସି ତ୍ରୁଟି ହେଇଯାଇଥାଏ ତାହେଲେ ଆପଣ ମୋତେ ନିଜ ଗୁଣେ କ୍ଷମା ଦେବେ। ହଁ ମତେ ହାତ ଯୋଡ଼ି ଏମିତି କଥା କହୁଛ କାହିଁକି? କାହିଁକି ନା ହଁ ଆପଣ ହେଉଛନ୍ତି ଏଇ କଳିଙ୍ଗ ରାଜ୍ୟର ମହାରାଜ ବିକ୍ରମ କେଶରୀଙ୍କ ଏକମାତ୍ର ଅଳିଅଳ କନ୍ୟା ରାଜକୁମାରୀ